ମୋ ନାଁ ହେଲା ଚିତ୍ରସେନ ଗୌଡ଼। ମୁଁ ଶଙ୍କର ଆଇ ହସ୍ପିଟାଲ ସମରଜଳ ମିଳିଗାଟରୁ ଆସିଛି। କ୍ୟାମ୍ପ କୋର୍ଡିନେଟର କାମ କରୁଛି। ଆଜି ଆମେ ଝୁଲରି ଗଞ୍ଜାମ ଜିଲ୍ଲା ଝୁଲରି ଜରା ନିବାସ ଆମର ଜୟ କିଷାନ ଜରା ନିବାସ ସେବାଶ୍ରମଠାରେ ଗୋଟେ କ୍ୟାମ୍ପର ଆୟୋଜନ କରିଛୁ ଯେଉଁଥିରେ କି 15 ଜଣରୁ 20 ଜଣ ପର୍ଯ୍ୟନ୍ତ ବୃଦ୍ଧ ସମସ୍ତେ ଅଛନ୍ତି। ଆମେ ଆଜି ସମସ୍ତଙ୍କର ଆଖିର ପରୀକ୍ଷା କରିବୁ। ପାଖାପାଖି ଲୋକମାନେ ମଧ୍ୟ ଆସୁଛନ୍ତି। କାଲି ଆମର ଗାଡ଼ିରେ ପ୍ରଚାର ହେଇଥିଲା ଆଉ ପାଖାପାଖି ସମସ୍ତେ ଲୋକମାନେ ଆସୁଛନ୍ତି। ସେ ଲୋକମାନଙ୍କର ସବୁ ଚେକଅପ୍ କରିବୁ। ଯେଉଁମାନଙ୍କର କରଳ ଅପରେସନ୍ ଦରକାର ପଡ଼ିବ ତାଙ୍କୁ ଆମ ଗାଡ଼ିରେ ନେଇକି ଅପରେସନ୍ କରାଇବୁ। ଆମ ହସ୍ପିଟାଲରେ ଅପରେସନ୍ କଲା ପରେ ତାଙ୍କେ ରହିବେ ଗୋଟେ ଦିନ ରହିକି ଆଉ ଥରେ ଆଣିକି ଯେଉଁ ଜାଗାରୁ ନେଇଥିଲେ ଜରା ନିବାସରେ ଆଣିକି ଆଉ ଥରେ ଆମେ ଛାଡ଼ିବୁ। ରହିବା ଖାଇବା କଳା ଚଷମା ଔଷଧ ଅପରେସନ୍ ପରେ ଯେଉଁ ଔଷଧ ଗୁଡ଼ାକ ଖର୍ଚ୍ଚ ହେଉଛି ତାଙ୍କୁ ବି ସେ ଔଷଧ ଦିଆହେବ। ସେ ଔଷଧ ଆଣିକି ସେ ନିଜେ ପକାଇବେ। ମାସେ ପରେ ଆଉ ଥରେ ଆସିକି ଆମେ ଚେକଅପ୍ କରିବୁ। ଚେକଅପ୍ କରିବା ପାଇଁ ମଧ୍ୟ ସେମାନେ ଆସିବେ। ମାସେ ପରେ ଆମେ ଆଉ ଥରେ ଆସିକି ଚେକଅପ୍ ପାଖାପାଖି 50ରୁ 60 ଜଣ ଲୋକ ଆସୁଛନ୍ତି। ସେମାନଙ୍କର ସବୁ ଚେକଅପ୍ ହେବ। ହେଲା ପରେ ସେମାନଙ୍କୁ ଆମେ ଯେଉଁମାନଙ୍କର ଅପରେସନ୍ ପାଇଁ ଚିହ୍ନଟ ହେବେ ତାଙ୍କୁ ଆମେ ଆମ ଗାଡ଼ିରେ ବସିବୁ। ମୁଁ ଜୟ କିଷାନର ଯିଏ ଆମର ଅଛନ୍ତି ସାର୍ଙ୍କର କାର୍ତ୍ତିକେଶ୍ୱର ବିଶ୍ୱ ସାର୍ଙ୍କ ସହିତ ମୁଁ କଥା ହେଇଥିଲି। ସେ ତାଙ୍କ ସହିତ କଥା ହେଲା ପରେ ସେ କହିଲେ ଏଇ ଗୋଟେ ବହୁତ ବଢ଼ିଆ କଥା ଆଉ ଆଜି ଆମେ ଆୟୋଜନ କରିବା ବୋଲି ସେ ହଁ କରିଥିଲେ। ହଁ କଲା ପରେ ଆମେ ତାଙ୍କୁ ଆଜିର ଡେଟ୍ରେ ତାକୁ ଫିକ୍ସ କରିକି କ୍ୟାମ୍ପର ଆୟୋଜନ କରିଛୁ। ଆଜି ତ ଆମେ ପଞ୍ଚାୟତରୁ ଚେକଅପ୍ କରିସାରିଲୁଣୁ। କରଳ ଅଧିକାଂଶ ବୃଦ୍ଧବୃଦ୍ଧଙ୍କର କରଳ ହେଇଯାଇପାରିଲେଣି। ଯେଉଁମାନେ ଜାଣିପାରୁନାହାନ୍ତି କରଳ କ'ଣ ମାନେ ହେଲେ ନିହାତି ଦରକାର ଅପରେସନ୍ କରିବା। କାହିଁକିନା କରଳ ଅପରେସନ୍ ନ କଲେ କରଳ ଅନ୍ୟ କିଛି ଉପାୟ ନାହିଁ। ଯେ ଔଷଧ ଦ୍ୱାରା ବନାଯିବ କି ଚଷମା ଦ୍ୱାରା ବନାଯିବ। କରଳ ଗୋଟେ ଉପଚାର ହେଉଛି ସେଇଟା ହେଉଛି ଅପରେସନ୍ କରିବାକୁ ହିଁ ପଡ଼ିବ। ବହୁତ ବୃଦ୍ଧବୃଦ୍ଧ ବାହାରିକି ଆମେ ତାକୁ ଆଜି ନେଇକି ଯିବୁ ଆଉ ତାଙ୍କ କରଳ ଅପରେସନ୍ କରିକି ତାଙ୍କ ଆଉ ସେ ଏଇ ଜାଗାରେ ହିଁ ଆଣିକି ଛାଡ଼ିବୁ। ବହୁତ ଦିନରୁ ଆଶା ଥିଲା ଗୋଟେ ଆଇ କ୍ୟାମ୍ପଟେ କରିବା ପାଇଁ। ଆମର ଶଙ୍କର ଚିକିତ୍ସାଳୟର ଗୌଡ଼ ସାର୍ଙ୍କ ସହିତ ଟିକେ ପରାମର୍ଶ କଲୁ। ପରାମର୍ଶ କଲା ପରେ ସେ ଆମ ସହିତ ଯୋଗାଯୋଗ କଲେ। ତାପରେ ଆଜି ଦିନ ସ୍ଥିର କରିଥିଲେ। ଆଜି ଆମର ଆଇ କ୍ୟାମ୍ପ ବହୁତ ଉତ୍ସାହ ଅଛି। ଆମେ ଯାହା ଆଶା କରିଥିଲୁ ଆମ ଆଶାଠୁ ଅଧିକ ପରିମାଣରେ ଲୋକ ଆସୁଛନ୍ତି ଉତ୍ସାହ ସହିତ। ଚିକିତ୍ସା ମଧ୍ୟ ଠିକ୍ ସେ ଚାଲିଛି।